ଆଜି ରାତିରେ ସେ ସ୍ତ୍ରୀ ତୁମକୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ମୁଠାଏ ଲୁଣ ଏହି ଜାଗାରେ ପକାଇ ଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ସ୍ତ୍ରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଅଳ୍ପ ଟିକେ ଲୁଣ ଏହି ଜାଗାରେ ପକାଇ ଦିଅନ୍ତୁ। ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯଦି ଆପଣ କେଉଁ ବିବାହିତା ସ୍ତ୍ରୀର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ନିଜ ବଶରେ କରି ତାଠାରୁ ମନ ଚାହୁଁଥିବା କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। ଅଳ୍ପ ଟିକେ ଲୁଣ ଏହି ଜାଗାରେ ପକାଇ ଦିଅନ୍ତୁ। ସେ ଝିଅ ହେଉ ବା ବିବାହିତା ସ୍ତ୍ରୀ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଯାହା ଚାହିଁବେ ତାହା କରିବ। ରାତି ଦିନ ଫୋନ୍ କରିବ, ଘରକୁ ଡାକିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଏହି ବଶୀକରଣ ବିଧି ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାଠାରୁ ମନ ଚାହୁଁଥିବା କାମ ହାସଲ କରିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି ସାମଗ୍ରୀର ଆବଶ୍ୟକ ନାହିଁ। କେବଳ ଅଳ୍ପ ଟିକେ ଲୁଣ ଆଣିବେ, ତାପରେ କୌଣସି ଏକ ଶାନ୍ତ ଜାଗାରେ ଚୁପଚାପ ବସି ପଡ଼ିବେ। ଧ୍ୟାନ ରଖିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଯେଉଁ ଝିଅ ବା ନାରୀକୁ ବଶରେ କରିବାକୁ ଚାହୁଁଛନ୍ତି, ତାର ନାଁରେ ଏହି ଲୁଣକୁ ଅଭିମନ୍ତ୍ରିତ କରିବେ ବା ମନ୍ତୁରେଇବେ। ଲୁଣକୁ ମନ୍ତୁରେଇବା ପାଇଁ ଏହି ମନ୍ତ୍ରକୁ ଲଗାତାର 51 ଥର ପଢ଼ିବେ। କ୍ଲିଂ ଆମୁକଂ କ୍ଲିଂ, କ୍ଲିଂ ଆମୁକଂ କ୍ଲିଂ, କ୍ଲିଂ ଆମୁକଂ କ୍ଲିଂ। ଏଠାରେ ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ବିବାହିତା ନାରୀର ନାମ କହିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। 51 ଥର ମନ୍ତ୍ର ପଢ଼ି ସାରିବା ପରେ ଆପଣ କ'ଣ କରିବେ, ଲୁଣରେ ମାତ୍ର 3 ଥର ଫୁଙ୍କିଦେବେ। ବର୍ତ୍ତମାନ ଲୁଣ ଆପଣଙ୍କର ଅଭିମନ୍ତ୍ରିତ ହୋଇଯାଇଛି। ତାପରେ କ'ଣ କରିବେ, ଯେଉଁ ଝିଅ ବା ସ୍ତ୍ରୀ ପାଇଁ ଆପଣ ଏହି ବଶୀକରଣ କରିଥିବେ, ଏହି ଲୁଣକୁ ନେଇ ସେଇ ଝିଅ ବା ସ୍ତ୍ରୀର ଘର ସାମ୍ନାରେ ପକାଇଦେବେ। କିମ୍ବା ଯଦି ସମ୍ଭବ ଲୁଣରୁ ଅଳ୍ପ ଟିକେ ପାଣିରେ ହେଉ କିମ୍ବା କୌଣସି ଖାଦ୍ୟରେ ମିଶାଇକି ତାକୁ ଖାଇବାକୁ ଦେଇଦେବେ। ଗ୍ୟାରେଣ୍ଟି ଦେଉଛି, ତାପରେ ଦେଖିବେ ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।